ଭାରତର ଜାତୀୟ ପତାକାରେ 3 ପ୍ରକାର ରଙ୍ଗ ରହିଛି। ଉପର ଭାଗରେ ନାରଙ୍ଗୀ ରହିଥିବା ବେଳେ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ସମାନୁପାତରେ ରହିଛି। ପ୍ରତ୍ୟେକଟି ସ୍ୱତନ୍ତ୍ର ରାଷ୍ଟ୍ରର ନିଜସ୍ୱ ଏକ ପତାକା ରହିଛି, ଆଉ ଏହା ହେଉଛି ଏକ ସ୍ୱତନ୍ତ୍ର ଦେଶର ସଂକେତ। ଭାରତର ଜାତୀୟ ପତାକାର ବର୍ତ୍ତମାନ ସ୍ୱରୂପକୁ 22 ଜୁଲାଇ 1947ରେ ବସିଥିବା ଭାରତୀୟ ସମ୍ବିଧାନ ସଭା ବୈଠକରେ ଆପଣାଇ ନିଆଯାଇଥିଲା। 1947 ଅଗଷ୍ଟ 15ରେ ଦେଶ ସ୍ୱାଧୀନ ହେବାର ଠିକ୍ କିଛି ଦିନ ପୂର୍ବରୁ ସ୍ଥିର ହୋଇଥିଲା ଭାରତର ଜାତୀୟ ପତାକାର ବର୍ତ୍ତମାନର ସ୍ୱରୂପ, ଯାହାକୁ ଆମେ ଅଗଷ୍ଟ 15 ଓ ଜାନୁଆରୀ 26ରେ ଉତ୍ତୋଳନ କରି ନିଜକୁ ଗୌରବାନ୍ୱିତ ମନେ କରୁଛେ। ଭାରତର ଜାତୀୟ ପତାକାରେ 3 ପ୍ରକାର ରଙ୍ଗ ରହିଛି। ଉପର ଭାଗରେ ନାରଙ୍ଗୀ ରହିଥିବା ବେଳେ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ସମାନୁପାତରେ ରହିଛି। ମଝିରେ ଥିବା ଧଳା ରଙ୍ଗ ମଧ୍ୟରେ ଗଭୀର ନୀଳ ରଙ୍ଗର ଅଶୋକ ଚକ୍ର ରହିଛି। ଏହି ଅଶୋକ ଚକ୍ରରେ 24ଟି ଘର ରହିଛି। ଏବେ ଆସନ୍ତୁ ଜାଣିବା କେଉଁ ରଙ୍ଗ କ'ଣ ସୂଚାଏ। ଜାତୀୟ ପତାକା ତ୍ରିରଙ୍ଗାର ଉପର ଭାଗରେ ଥିବା ନାରଙ୍ଗୀ ରଙ୍ଗ ଦେଶର ଶକ୍ତି ଓ ସାହସକୁ ଦର୍ଶାଇଥାଏ। ମଝିରେ ରହିଥିବା ଧଳା ରଙ୍ଗ ଅଶୋକ ଚକ୍ର ସହିତ ଶାନ୍ତି ଓ ସତ୍ୟର ପ୍ରତୀକ ଅଟେ। ତଳ ଭାଗରେ ରହିଥିବା ସବୁଜ ରଙ୍ଗ ଉର୍ବରତା, ବୃଦ୍ଧି ଓ ଭୂମିର ପବିତ୍ରତାକୁ ଦର୍ଶାଇଥାଏ। ସେହିଭଳି ଜାତୀୟ ପତାକାରେ ଥିବା ଅଶୋକ ଚକ୍ରକୁ ବିଧିର ଚକ୍ର ମଧ୍ୟ କୁହାଯାଏ, ଯାହାକି ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ ପୂର୍ବ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ସାରନାଥ ମନ୍ଦିରରୁ ନିଆଯାଇଛି। ଏହି ଚକ୍ରର ଅର୍ଥ ଜୀବନ ଗତିଶୀଳ ଏବଂ ଅଟକିବାର ଅର୍ଥ ହେଉଛି ମୃତ୍ୟୁ। 2002 ଜାନୁଆରୀ 26ରେ ଭାରତୀୟ ଧ୍ୱଜ ସଂହିତାରେ ସଂଶୋଧନ କରାଯାଇଥିଲା ଏବଂ ଦେଶ ସ୍ୱାଧୀନତାର ଅନେକ ବର୍ଷ ପରେ ଭାରତର ନାଗରିକ ସେମାନଙ୍କ ଘର, କାର୍ଯ୍ୟାଳୟ ଓ କାରଖାନାରେ କେବଳ ରାଷ୍ଟ୍ରୀୟ ଦିବସ ନୁହେଁ କୌଣସି ଦିନରେ ତ୍ରିରଙ୍ଗା ବିନା ବାଧାରେ ଉଡ଼ାଇ ପାରିବେ ନାହିଁ ବୋଲି ସ୍ଥିର କରାଯାଇଥିଲା। ଜୟ ହିନ୍ଦ। ବ୍ୟୁରୋ ରିପୋର୍ଟ, ଇନଫର୍ମ ଓଡ଼ିଶା।